धरतीर स्वर परम सरार परिचय ओडिशार कला गौरव आउ आपणक आख पाखर प्रतिटी खबर सह आमे अछु आपणक साथे देखु थांतु आरके टीवी टुडे। बालटा गोटे खराब कथा नुह मु 12टा बाल कथा कहि तमे सुनपापुड़ी बाल कथा कहूछ नहीं मु सुनपापुड़ी बाल कथा कहूछ नहीं मु सुनपापुड़ी भंगा ठिन बाल कथा कहबी आज्ञा से बाल को कलर कर ना ए केतना बाल कथा कहूँ खाली अल्प के कहूँ नाई कहला गहन कानन बन रे घर बरसा गाल गहन कानन बन रे घर बरसा गाल गिरिबा मुखरे धरिले सदा बाल कहले ये गहन कानन बन रे घर बरसा काल भगवान कृष्णचंद्र गोपाल गोपालुणी मानकु नहीं गिरी गोवर्धन रे जते बेले आज्ञा गाई चरौथिले सेते बेले देवराज इंद्र कहले ये को आमे छाड़ीथिलु भगवान कृष्ण को पठेइथिलु कंस को विनाश करी संसार रे धर्म प्रतिष्ठा करी प्रत्यावर्तन करी ये कोन जाय कि गोपाल गोपालुणी मानक सहित मिली मिसी कि एटी गाई चरैलानी नाही तला ये तो ये गाई कौन चरेलानी तेणु आज्ञा इंद्र कौन कले ना 4टी मेघ को पठेले ए छुआ सब सुन पाठ पढ़वा छुआ सुन इंद्रंकर 4टी मेघ आवर्तक संवर्तक द्रोण पुष्कर ये हूँ इंद्रंकर 4टी अस्त्र बा ये हूँ 4टी मेघर नाम नहीं ये 4टी मेघ को एकत्रित करी गिरी गोवर्धन पर्वत ऊपर वर्षा कले जेते बेले प्रचुर परिमाण ले वर्षा हला अतिशय हे गले दुख रे मर्माहत होई पड़ले गोपाल गोपालुणी माने तेणु भगवान कृष्ण चिंता कले जे होचंती मोर शरणा प्रार्थी जे मो पाखरे चित्त मन काय वाक्य सबु को जाडी देई छ सेमान जदी विपदर पड़िबे मो छाती फाटी जीवो भगवान कृष्ण कौन कले ना गोपाल गोपालुणी मानकु रक्षा करबा को जाई गिरी बाम करे धरिले नंद यशोदा बाल नंद यशोदांकर बाल नंद यशोदांकर चुटी नुह ये बाल अर्थ होची पिल्ला नंद यशोदा
ଯାହାକୁ ଆଜ୍ଞା ଛୋଟିଆ ଠାରୁ ବଡ କରିଛନ୍ତି ଯୋଉ ଭଗବାନ କୃଷ୍ଣଙ୍କୁ, ଇଏ ନନ୍ଦ ଯଶୋଦାଙ୍କର ପିଲାଟା ହଉଛି କୃଷ୍ଣ। ଇଏ ବାଳ ଅର୍ଥ ପିଲା, ଯେ ଗିରିଗୋବର୍ଦ୍ଧନ ପର୍ବତକୁ ବାମ ହାତରେ ଟେକିକି ଧରିଥିଲେ। ଇଏ ହେଲା ଗୋଟିଏ ବାଳ। ଆଉ ଗୋଟେ ବାଳ, ଆଉ ଗୋଟେ ବାଳ ଅଛି ପୂର୍ବ ଆକାଶରେ ସକାଳେ ଦେଖିବ। ସକାଳ ସମୟରେ, ପ୍ରଭାତ ସମୟରେ ପୂର୍ବ ଦିଗରେ ଗୋଟେ ବାଳ ଅଛି। ସେଇ ଯୋଉ ବାଳ ଅଛି, ସେ ବାଳ ଲୋକମାନଙ୍କର ରୋଗକୁ ହରଣ କରି। ହଁ, ସେ କି ବାଳ? ପଞ୍ଚତନ୍ତ୍ରରେ ପଣ୍ଡିତ ବିଷ୍ଣୁ ଶର୍ମା କହିଲେ ବାଳ ସୂର୍ଯ୍ୟସ୍ୟ କିରଣାଃ ରୋଗାନ୍ ହରନ୍ତି। ବାଳ ସୂର୍ଯ୍ୟ, ସୂର୍ଯ୍ୟ ଭିତରେ ଗୋଟେ ବାଳ ସୂର୍ଯ୍ୟ ଅଛି। ବାଳ ସୂର୍ଯ୍ୟ କିଏ? ବାଳ ଅର୍ଥ ପିଲା, ଗୋଟେ ପିଲା ସୂର୍ଯ୍ୟ ଅଛି। ଅର୍ଥାତ୍ ଯେତେବେଳେ ପ୍ରଭାତ ସମୟ ଆସେ ନାଇଁ, ଏଇ ବ୍ରହ୍ମମୟ ମୁହୂର୍ତ୍ତ ସମୟରେ ପ୍ରାଚୀ ଭାଗରୁ ଉଦିତମୟ ସୂର୍ଯ୍ୟଙ୍କର ଯୋଉ କଅଁଳିଆ କିରଣ ଆଜ୍ଞା ପଡେ, ସେ କଅଁଳିଆ କିରଣ ଦ୍ୱାରା ଜୀବ ମାନଙ୍କ ଦେହରେ ଭିଟାମିନ ଡି ସୃଷ୍ଟି ହୁଏ। ସେଥିପାଇଁ ମଣିଷ ରାତି 4ଟାରୁ ଉଠିକି ମର୍ଣ୍ଣିଂ ୱାକ୍ କରେ, ଅର୍ଥାତ ପାଦରେ କିଛି ବାଟ ଚାଲିକି ଯାଏ। ସେ କଅଁଳିଆ ଖରାଟା ଆମ ଦେହରେ ପଡିଲେ ଆମ ଦେହର ଆଜ୍ଞା ଭିଟାମିନ ଡି ବଢିବା ସହିତ ବିଭିନ୍ନ ରୋଗ ମଧ୍ୟ ହରଣ କରେ। ସମସ୍ତେ ଚାଲିବା କଥା, ଆମେ ଚାଲୁନାହାନ୍ତି ବୋଲି ବିଭିନ୍ନ ରୋଗ ହଉଛି ନାଇଁ। ତେଣୁ ଆଜ୍ଞା ସିଏ ହେଲେ ବାଳ ସୂର୍ଯ୍ୟ। ନାଇଁ, ତିନି ବାଳ କଣ ନା, ତିନି ବାଳ। ସେ ବାଳଟା ଆଜ୍ଞା ଯିଏ ଓଡିଶାର ବଡ ଠାକୁର, ଯେ ଜଗତର ବଡ ଠାକୁର, ସେଇ ଜଗତର ବଡ ଠାକୁର ସେ ବାଳକୁ ଖାଆନ୍ତି। ଜଗନ୍ନାଥ ମହାପ୍ରଭୁ ବାଳ ଯଦି ନ ଖାଇବେ ତାହେଲେ ତାଙ୍କ ପେଟ ପୁରିବନି। ସେ ଆଉ 60 ପଉଟି ଭୋଗ ଇଏ ଦ୍ୱିପହରେ ଆଉ ଖାଇବେନି। ମହେନ୍ଦ୍ର ଭାଇ, ସେ ଯୋଉ ବାଳ ଖାଆନ୍ତି ଭଗବାନ ଜଗନ୍ନାଥ, ସେ ବାଳ କଣ ନା ଆଜ୍ଞା, ଯେତେବେଳେ ଏ ପ୍ରତାପ ରୁଦ୍ର ଦେବ ରାଜା ଥିଲେ ଓଡିଶାରେ, ପ୍ରତାପ ରୁଦ୍ର ଦେବ ପ୍ରତିଦିନ ଆଜ୍ଞା ମାଳି ପାଖରୁ ଗୋଟିଏ ଫୁଲମାଳା ଆଣି ଜଗନ୍ନାଥଙ୍କ ବେକରେ ପିନ୍ଧାନ୍ତି। ଜଗନ୍ନାଥଙ୍କୁ ପିନ୍ଧାଇ ସାରିଲା ପରେ ପ୍ରଭୁଙ୍କୁ ପ୍ରଣାମ ଟିଏ କରି ନିଜର ରାଜକୀୟ କାର୍ଯ୍ୟ ସମ୍ପାଦନ କରନ୍ତି। ନିତିଦିନିଆ ପ୍ରତିଦିନ ପ୍ରତାପ ରୁଦ୍ରଙ୍କ ଦେବଙ୍କ ହାତରେ ମାଳିଟିଏ ଗୋଟେ ଫୁଲମାଳ ଦବ। ସେ ଫୁଲମାଳଟାକୁ ସେ ଜଗନ୍ନାଥଙ୍କ ବେକରେ ପକେଇବେ, ଜୁଆରଟେ ହେବେ, ନିଜର ଗୁହାରି ଜଣେଇବେ, ଜଣେଇକି ଘରକୁ ଆସିକି ତାଙ୍କର ନିଜର ଶାସନ କାର୍ଯ୍ୟ କରନ୍ତି। ଦିନେ ମାଳି ଫୁଲମାଳଟାକୁ ବଢେଇ ଦେଲା। ପ୍ରତାପ ରୁଦ୍ର ଦେବ ନେଇକି ଜଗନ୍ନାଥଙ୍କ ବେକରେ ପିନ୍ଧେଇ ଦେଲେ। ପିନ୍ଧେଇ ଦେଇକି ଆଣ୍ଠୁ ମାଡିକି ଯେତେବେଳେ ପ୍ରଭୁଙ୍କୁ ଆଜ୍ଞା ପ୍ରଣାମଟେ କରିଛନ୍ତି, ସେ କମନୀୟ ସୁନ୍ଦର ରୂପକୁ ଯେତେବେଳେ ପ୍ରତାପ ରୁଦ୍ର ଦେଖିଲେ, ମାଲୋ ଫୁଲମାଳର ଗୋଟିଏ ଲମ୍ବା ଚୁଟି, ଲମ୍ବା ବାଳଟିଏ ଆଜ୍ଞା ଲାଗିଛି। ପ୍ରତାପ ରୁଦ୍ର ଦେବ ରାଗିକି ପଞ୍ଚମ କହିଲେ, କେତେ ବଡ ଠାକୁର, ଯେ ଜଗତର ଠାକୁର, କହିଲା ମୁହିଁ ଜଗତ ତୁହି ନାଥ ଗୋବିନ୍ଦ, ତେଣୁ ତୋ ନାମ ଜଗନ୍ନାଥ ଗୋବିନ୍ଦ, ଗୋବିନ୍ଦ 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 ଆତ୍ମା ରୂପରେ ନର ହରି ଗୋବିନ୍ଦ, ଆତ୍ମା ରୂପ ଧରି ଗୋବିନ୍ଦ, ଗୋବିନ୍ଦ 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 ତେଣୁ ଆଜ୍ଞା କହିଲେ, ଧନଲୋ ଜଗନ୍ନାଥଙ୍କର ଯେତେବେଳେ ମୁଖକୁ ଚାହିଁ ଦେଇଛନ୍ତି ଆଜ୍ଞା ପ୍ରତାପ ରୁଦ୍ର ଦେବ ଦେଖିଲେ ଆଜ୍ଞା
ଫୁଲ ମାଳ ଗୋଟେ ଲମ୍ବା ଚୁଟିଟେ ଲାଗିଛି। ସଙ୍ଗେ ସଙ୍ଗେ ସେନାପତି କି ନିର୍ଦ୍ଦେଶ ଦେଲେ, କହିଲେ ରେ ସେନାପତି, ସେନାପତି ନା ଆନନ୍ଦପୁର? ମୁଁ କଣ କହୁଛି ଶୁଣିକି କହୁନ? ସେନାପତି ସଙ୍ଗେ ସଙ୍ଗେ ଗଲେ, ଘୋଷାରି ଘୋଷାରି କି ମାଳିକି ନେଇକି ନେଇ ଆସିଲେ। ରାଜାଙ୍କ ପାଦ ତଳେ ମାଳି ପଡିଗଲା। କହିଲା, ହେ ମହାରାଜ, ମୁଁ ଜାଣିନି ଏ ଫୁଲ ମାଳରେ ଏ ଚୁଟିଟା କୋଉଠୁ ଲାଗିଲା, କହିପାରିବୁନି? ତାହେଲେ ତୋତେ ଆଜିଠାରୁ ମୁଁ 7 ଦିନ କାରାଗାର ଭିତରେ ରଖିଲି। ଯୋଉଦିନ କହିବୁ ଏ ଚୁଟିଟା ମାଳରେ କେମିତି ଲାଗିଲା, ଇଏ କାହା ଚୁଟି, ସେଇଦିନ ତତେ ମୁଁ କାରାଗାରରୁ ମୁକ୍ତି ଦେଇଦେବି। ଯଦି 7 ଦିନ ଭିତରେ ମତେ ତୁ ଉତ୍ତର ନ ଦେଇପାରୁ, ତାହେଲେ ତ ମୁଣ୍ଡ କାଟ ହେବ ରେ। ଘୋଷାଡ଼ି ଘୋଷାଡ଼ି କାରାଗାର ଭିତରକୁ ନେଇଗଲେ ମାଳିକୁ। ମାଳିକୁ ଆଜ୍ଞା ଟାଣି ଉଟାରିକି ନେଇ ଯାଉଛନ୍ତି ଗରିବ ଲୋକ। ଫୁଲମାଳ ବିକିକି ଆଜ୍ଞା ଜୀବନ ନିର୍ବାହ କରେ, କିଛି କାମ କରିନି, ଜୀବନର ସବୁ ସମର୍ପଣ ଭାବ ରଖିଦେଇଛି ଜଗନ୍ନାଥଙ୍କ ପାଖରେ। ଫୁଲ ଗୁନ୍ଥିବ, ଫୁଲ ଗୁନ୍ଥିକି ଯେତିକି ରୋଜଗାର ହବ ସେତିକି ରୋଜଗାରରେ ମାଳି ତା ପରିବାରକୁ ପ୍ରତିପୋଷଣ କରେ। ଘୋଷାଡ଼ି ଘୋଷାଡ଼ି ନେଇ ଯାଉଛନ୍ତି, କାନ୍ଦୁଛି ଆଜ୍ଞା ମାଳି। ଆଖିରୁ ଶତ ଅଶ୍ରୁଧାର ବହି ଯାଉଛି। କାନ୍ଦି କରି କହୁଛି, ରେ କାଳିଆ ଶାନ୍ତ, ରେ କାଳିଆ ଠାକୁର, ତୁ ସମସ୍ତ ବିପତ୍ତିର କାରଣ, ତୁ ଆର୍ତ୍ତିମାନଙ୍କର ଦୁଃଖକୁ ଶୁଣୁ। ଧାର ଧାର ଆଖିରୁ ଲୁହ ବହୁଛି, କାନ୍ଦୁଛି ମାଳି। ଅନ୍ତର ଭିତରେ ଜଗନ୍ନାଥଙ୍କୁ ଡାକୁଛି, କହିଲା, ଠାକୁର ମାଗୁ ନାହିଁ ତୋତେ ସୁନା ଥାଳି ଜଗା କାଳିଆ ଠାକୁର ମାଲୁ ଆଜି କାନ୍ଦୁଛି, ଆଖିରୁ ଶତ ଅଶ୍ରୁଧାର ବହି ଯାଉଛି। ରେ କାଳିଆ, ମୁଁ ଜାଣିନି ପ୍ରକୃତର କେଉଁଠି ଏ ଚୁଟିଟା ଆସିକି ଲାଗିଛି। ଫୁଲମାଳର ଇଏ ବାଳକୁ କିଏ ସଂଯୋଗ କଲା ମୁଁ କହିପାରିଲି କାଳିଆ। ଏ କାଳିଆ, ଜଗତର ଦୁଃଖ ଶୁଣିଲା ବାଲା ପରା ତୁ, ଜୀବ ମାନଙ୍କର ଦୁଃଖକୁ ପରା ଲାଘବ କରିବା ବାଲାଟା ହଉଛି ତୁ।
ସମସ୍ତଙ୍କର ଗର୍ବକୁ ପରା ଗଞ୍ଜନ କଲା ବାଲା ତୁ ମୁଁ ସତରେ ଜାଣିନି ଏ ଫୁଲ ମାଳରେ ବାଳଟା କେଉଁଠି ଲାଗିଲା ଧାର ବୋହିଗଲା ନୟନ ସେମାପତି ନେଇ ମାଲୋ କାରାଗାର ବନ୍ଦୀ ଘର ଭିତରେ ଛାଡିଦେଲା ମୁଣ୍ଡଟା ବାଡେଇ ଦଉଛି ମାଳି ତଳେ ପିଟି ଦଉଛି ମୁଣ୍ଡକୁ ଏ ପ୍ରଭୁ ତମେ ପୁରା ଜଗତର ଠାକୁର କହିଦିଅ ପ୍ରଭୁ ମୁଁ ଜାଣିନି ସତଟା କଣ ମତେ କହିଦିଅ ଆଖିରୁ ଧାର ଧାର ଅଶ୍ରୁ ଆଜ୍ଞା ବହି ଯାଉଛି ହାତ ଯୋଡି ଆଜ୍ଞା କାନ୍ଦି କରି ଡାକୁଛି ମହା ଅପରାଧୀ ପ୍ରଭୁ ବାରେକୁ ଦରବାରର ନାୟକ ଆଜି କଣ ଏତେ ବଡ ଅପରାଧୀ ମୁଁ ହେଇଯାଇଛି ମତେ କଣ କହିବୁନି ସତ ତୋ ବିଚାରରେ ପରା ଉଚ୍ଚ ବଡ ନାହିଁ ତୋ ବିଚାରରେ ପରା ଅବିଚାର ନାହିଁ ତୋ ବିଚାରରେ ପରା ଅସତ୍ୟ ନାହିଁ ତୋ ବିଚାରରେ ପରା ଅଧର୍ମ ନାହିଁ ହେ ପ୍ରଭୁ ଯଦି ମତେ ତୁ ସତ ନ କହିବୁ ମୁଁ ଜାଣିବି କହିଲା ବିଚାରେ ତ ଉଚ୍ଚ ନିଜ ଭାରି ନା ତେଣୁ କହିଲା ବିଚାର ତ ଉଚ୍ଚ ନିଚ ଭାରି ନା ହଦିରେ ତୁ ବତାଉ ନା ତେଣୁ ତୋ ବିଚାର ତ ଉଚ୍ଚ ନିଚ ନାହିଁ ତେଣୁ ଆଜି କାହିଁକି ଅବିଚାର ଆଉ ତୋ ପାଖରେ ମୋ ମୁଣ୍ଡଟାକୁ କାଟିକି ରାଜା ମାରିବା ପୂର୍ବରୁ ଇଏ ବନ୍ଦୀ ଘରେ ମୋ ମୁଣ୍ଡକୁ ପିଟି ମୁଁ ନିଜେ ମରିବି ରେ ଆଉ ମରିବା ପାଇଁ ଏ ମାଳିର ଜୀବନ ହତ୍ୟା ପାଇଁ କାଳିଆ ଠାକୁର ତୁ ହିଁ ଦାୟୀ ରହିବୁ ଥରକ ପାଇଁ ହାତ ଯୋଡି ଦେଇଛି ମାଳି ଆଜ୍ଞା କାନ୍ଦିକି ହାତ ଯୋଡି ଦେଲା ଭାବ ବିନୋଦିଆ ଠାକୁର ଆହେ ଜୀବ ଜୀବନ ହେ ଆହେ ବାଙ୍ଗିରେ ମୁହିଁ ଶରଣ ଗଲି ତେଣୁ ଠାକୁର ଅଭିରାମ ପରମାଂସ କହିଲେ ଭାବ ବିନୋଦିଆ ଠାକୁର ହେ ଜୀବ ଜୀବନ ତମେ ହଉଛ ଭାବର ଠାକୁର ଆଜି ଯଦି ମୋ ଭାବ ନ ବୁଝିବ ତାହେଲେ କାରାଗାର ଭିତରେ ମୋ ମୁଣ୍ଡ ବାଡେଇ ମରିଯିବି ଫୁଟିଛି କୁସୁମ ଚୁମ୍ବ ହେ ଆସି ମୋ ଗଳା ମାଳି ହେ ଆସି ମୋ ପାଇଁ ଫୁଲ ରଖିଛି ନିଚେ ତୁମ ପାଇଁ ଫୁଲ କହିଲେ ହେ ପ୍ରଭୁ ये हृदय रूपक पद्म फूल आज मु तुम पाखे अजाड़ी दउछि तमे जदि मते रक्षा न करिवो ताले सबुदिन पई मो जीवनटा मु हारिबी नाइ हां कला तुम्भ गरु भात केरे सुंदर पद कला तुम्भ गरु भात
କାନ୍ଦି କାନ୍ଦିକି ନିରାଶ୍ର ହେଇକି କହୁଛି ଏ ମା କେଡେ ସୁନ୍ଦର କଥା କହିଲେ କିଏ କହୁଛି ମାଳି ଆଖିରୁ ଶତ ଅଶ୍ରୁ ଧାର ବୋହି ଯାଉଛି କାନ୍ଦୁଛି ମାଳି କାନ୍ଦି କରି କହିଲା ପ୍ରଭୁ ତୁଟା କାଠର ଠାକୁର ତୁଟା ହଉଛୁ ଦାରୁ ବ୍ରହ୍ମ ତୋ ଭିତରେ ଜୀବନ ନାହିଁ ତୋ ଭିତରେ ଯଦି ପ୍ରାଣ ଥାନ୍ତା ମୋ ଡାକ ତୁ ଶୁଣିଥାନ୍ତୁ ମୁଁ ଜାଣି ପାରିଲି ଇଏ ତୁମ୍ଭ ଘରୁ ଭାତ ସରିଲା ଇଏ ଜୀବ ଜୀବନ ବାଘ୍ରିରେ ମୁହିଁ ଶରଣ ଦେଲି କହିଲା ତମ ଅଙ୍ଘ୍ରି ତମ ପାଦ ତଳେ ମୁଁ ପଡୁଛି ଯଦି ମତେ ରକ୍ଷା ନ କରିବ ମୁଁ ଜାଣିବି ତମ ଘରୁ ମୋ ପାଇଁ ଭାତ ସବୁଦିନ ପାଇଁ ସରିଗଲା ଗଲା ଭଲିକି ପ୍ରଭୁ ଦେବାକୁ ପଡିବ ବୋଲିକି ଗଲା ଭଲିକି ଦେବାକୁ ପଡିବ ବୋଲିକି ଜଗତ ଆହେ ଅତନାଥ ଓଇ ଜଗତ ଆହେ ଅତନାଥ କିପାଦେ ଦୋଷ ମୁହିଁ ବୋଲିକି ଗଲା ବୋଲିକି ପ୍ରଭୁ ଦେବାକୁ ପଡିବ ବୋଲିକି ରାସ୍ତା ବଣେ ବଳି ବଳି ଗଲା ବୋଲି হে বলি গলা বলি হে বলি গলা বলি পাতাড়কু জল ঠেলিকে পাতাড়কু জল ঠেলিকে এই দুঃখ দিবা বলাইলা বলি লগাই সংগ্রাম চালিকে দেবাকু গোপী গোপালଙ୍କୁ নন্দ যশোদাଙ୍କୁ হে নন্দ যশোদাଙ୍କୁ হে নন্দ যশোদাଙ୍କୁ সখাଙ୍କୁ যমুনা বালিকে সখাଙ୍କୁ যমুনা বালিকে এই চারিদি খণ্ড দেই গল খণ্ড চারিদি খণ্ড দেই গল খণ্ড ন ফেরিল ব্রজ বালিকি গল ভুলিকি দেবাকু তেলে গলে দুঃখ জনাইলে দুঃখ জনাইলে দুঃখ জনাইলে নয়ন করুছ নালিকে প্রভু নয়ন করুছ নালিকে ভাষাল লগিয়াছি পথ লগিয়াছি পথ পাদে ন দেব তাকু ঠেলিকি ଚାହୁଁ ଚାହୁଁ ଜଗନ୍ନାଥଙ୍କ ରତ୍ନ ସିଂହାସନ ଟଳମଳ ହେଲା ଗଲ ବୋଲିକେ ପ୍ରଭୁ ଦେବାକୁ ପଡିବ ବୋଲିକେ ଅଧୀରରେ ଜଗନ୍ନାଥ ଚଳିଲେ କି ହେଲା ଗଲ ବୋଲିକେ ପ୍ରଭୁ ଦେବାକୁ ପଡିବ କାରାଗାର ମଧ୍ୟରେ ଯାଇ ପ୍ରଭୁ ଯେ ମିଳିଲେ ଗଲ ବୋଲିକେ ପ୍ରଭୁ ବ୍ରାହ୍ମଣ ରୂପକୁ ଜଗନ୍ନାଥ ଯେ ଧରିଲେ ଗଲ ବୋଲିକେ ପ୍ରଭୁ ବିପଦ ଖଣ୍ଡିବେ ଆଜି ପ୍ରଭୁ ମୋର
ତେଣୁ ଆଜ୍ଞା ଯାଇକି କାରାଗାର ଭିତରେ ପହଞ୍ଚିଲେ ଛଦ୍ମ ବେଶୀ ପ୍ରଭୁ ଆଜ୍ଞା ବ୍ରାହ୍ମଣ ରୂପରେ ଜଗନ୍ନାଥ ମହାପ୍ରଭୁ ପହଞ୍ଚିଲେ। ଆଖିର ଲୁହ ପୋଛି ଦେଲେ ମାଳିର। ହେଲେ ମାଳି ଏ ଯୋଉ ଫୁଲ ମାଳରେ ବାଳ ଲାଗିଛି କେତେ ବାଳରେ ପହଞ୍ଚି ଆହୁରି 9 ବାଳ ଅଛି। ମାଳି ପାଖରେ ଯାଇ ପହଞ୍ଚି ଗଲେ ଜଗନ୍ନାଥ କାନ୍ଦିନି ହେଲେ ଭକ୍ତ ଶୈଳ ଶ୍ରୀ ହରି ଭକତ ଅଧୀନ କହିବୁ ଫୁଲମାଳରେ ଯେଉଁ ବାଳ ଲାଗିଛି ଏଟା କହିବୁ ମୋ ପ୍ରଭୁର ବାଳ। କହିବୁ ଜଗନ୍ନାଥଙ୍କ ମୁଣ୍ଡରେ ଥିବା ବାଳ ଆସିକି ମାଳାରେ ଲାଗିଛି। ମାଳି କହିଲା ପ୍ରଭୁ ମୁଁ ତ ସବୁଦିନ ଦେଖୁଛି ମାନେ ଖାଲି ଗ୍ୟାଣ୍ଡୁଟେ କହିଦବୁ ତ ପ୍ରଭୁ ମୁଣ୍ଡରେ ବାଳ ଅଛି। ରାତି ପାହିବ ମାଳିର ଆଜ୍ଞା ମୁଣ୍ଡଟା କଟାଯିବ ନାଇଁ ରାତିଟା ପ୍ରାଚୀ ଭାଗରେ ଉଦିତମୟ ସୂର୍ଯ୍ୟ ରଶ୍ମିଗ୍ଧ କିରଣ ଧରା ବକ୍ଷର ମେଦିନୀ ଉପରେ ବିଛୁରିତ ହେଇଗଲା। ଯେତେବେଳେ ଆଜ୍ଞା ସୂର୍ଯ୍ୟଟା ମାଉଇଛି ସେନାପତି ଆସିଲା ଘୋଷାଡ଼ି ଘୋଷାଡ଼ି ନେଇଗଲା। ଆଜ୍ଞା ଅର୍ଗଳିର ମୁଣ୍ଡଟା ଦେଇଛି ମୁଣ୍ଡଟା କଟିବ ରାଜା ଖଡ୍ଗ ଧରିଛନ୍ତି ଖଣ୍ଡାଟା ଧରିଛନ୍ତି ଚୋଟଟେ ପକେଇବେ ଦିଗଡ଼ ହବ। ମାଳି କହିଲା ମହାରାଜ ଶେଷ ଜୀବନର ଗୋଟିଏ ମୋର ଇଚ୍ଛା ମୁଁ ଜାଣିଛି ମରିବି କିନ୍ତୁ ମାରୁଥିବା ଲୋକର ଶେଷ ଜୀବନର ଗୋଟିଏ ଇଚ୍ଛା ତାର ପୂରଣ କରାଯାଏ। ଫାଶୀ ଯାହାକୁ ଦିଆଯାଏ ଶେଷ ଜୀବନର ଇଚ୍ଛା ଆଜ୍ଞା ଗୋଟିଏ ପଚରାଯାଏ। କଣ କହିଲୁ ମତେ ଗୋଟେ ଦଣ୍ଡ କରିଥିଲେ ମତେ ଫାଶୀ ଦେବାକୁ ନେଇଗଲେ ପଚାରିଲେ ମହେନ୍ଦ୍ର ତମେ କୋ ତମ ଶେଷ ଇଚ୍ଛା କଣ ତମେ କଣ କହିଲ ମୁଁ କହିଲି ମତେ 4 ଖଣ୍ଡ ରୁଟି ଦିଅ। ତୁ କଣ ତା ପୂର୍ବରୁ କିଛି ଖାଇ ନଥିଲୁ? ନା ଖାଇ 4 ଖଣ୍ଡ ରୁଟି ଯେତେବେଳେ ମତେ ମୁଁ ମାଗିଲି ମତେ 4 ଖଣ୍ଡ ରୁଟି ଯେତେବେଳେ ଦେଲେ ମୁଁ ତ ପେଟ ପଚାରିଲେ ଇଏ ରୁଟି 4 ଖଣ୍ଡ ତମେ କାହିଁକି ନେଲ ମୁଁ କହିଲି କାଳେ ଉପରେ ମିଳିବ ମଲା ବେଳେ ବି ମର୍ତ୍ତ୍ୟପୁରରୁ ରୁଟି 4 ଖଣ୍ଡ ନଉଛି କାଳେ ଉପରେ ମିଳିବ। ସେଉଠୁ କହିଲେ ତୋର ଏତେ ଲୋଭ ଯଦି ତୁ ଆଉ କାହିଁ ଫାଶୀ ପାଇବୁ ତୁ ଯା ପାଲା ଗାଇବୁ। ଆଜ୍ଞା ମୁଣ୍ଡ କଟିଯିବ ଶେଷ ଇଚ୍ଛା। ମାଳି କହିଲା କହ। ରାଜା କହିଲେ କହ। ମାଳି ହାତ ଯୋଡ଼ି ଦେଇ କହିଲା ପ୍ରଭୁ ମଣିମା ଯୋଉ ଫୁଲମାଳାର ଯୋଉ ବାଳ ଅଛି ସେ ବାଳ ମୋ ସ୍ତ୍ରୀର ନୁହେଁ କି ମୋର ନୁହଁ ମୋ ପିଲା ଛୁଆଙ୍କର ନୁହଁ ସିଏ ହଉଛି ଜଗତ ଠାକୁର ଜଗନ୍ନାଥଙ୍କର। ସେ ଅକାଳକୁ ହୁକ ପଡିଲା ଶିରେ
ରାଜାଙ୍କର ହାତରୁ ଆଜ୍ଞା ଖଡଗଟା ଖସି ପଡିଲା। କହିଲା କଣ କହିଲୁ? ଇଏ ହଉଛି ଜଗନ୍ନାଥଙ୍କ ମୁଣ୍ଡର ବାଳ। ଚାଲ ମତେ ଦେଖିବୁ। ପ୍ରଭାତ ସମୟ ନାଇଁ, ମଙ୍ଗଳମୟ ବ୍ରହ୍ମ ମୁହୂର୍ତ୍ତ, ତପସ୍ୱିନୀ କାବ୍ୟ, ସ୍ୱଭାବ କବି, ଲୀଳା ବିଳାସୀପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟ କବି ଗଙ୍ଗାଧର ମେହେର ଘୋଷାଡି ଘୋଷାଡି ନଉଛନ୍ତି। ପ୍ରଭାତର ସୁନେଲି କିରଣ ପଡିଛି ଜଗନ୍ନାଥଙ୍କର ଅରୁଣ ସ୍ତମ୍ଭ ଉପରେ। ନାଇଁ, କେମିତି ବାପା ହେଇଛି? ମଙ୍ଗଳେ ଓଇଲେ ଉଷା ରବି କଚରା ଜୀବ Janaki